+3 ଫାର୍ଷ୍ଟ ଇୟର୍ ବର୍ତ୍ତମାନ ଏବେ 27 ରେ ଯୋଉମାନଙ୍କର ଏକ୍ଜାମ୍ ଅଛି। ତ ପ୍ରଥମ ୟୁନିଟ୍ର ଭାଷା ବିଜ୍ଞାନର ପ୍ରଥମ ୟୁନିଟ୍ର ବହୁତ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କୋଶ୍ଚିନ୍ ଡିସ୍କସନ୍ କରିବା। ତ ଦେଖନ୍ତୁ ମୁଁ ଏହାର ମାନେ ଲଙ୍ଗ୍ କୋଶ୍ଚିନ୍ ଆମକୁ ମାନେ ଆଗରୁ ପ୍ରୋଭାଇଡ଼ କରିସାରିଛି, ଯେଉଁଟାକି ଭାଷାର ସଂଜ୍ଞା ଲେଖି ତା'ର ସ୍ୱରୂପ ଆଲୋଚନା କର। ତ ଦେଖନ୍ତୁ ବର୍ତ୍ତମାନ ମୁଁ ଏହାକୁ ଆଲୋଚନା କରିବିନି। ବହୁତ ସାରା ମୁଁ ଆପଣଙ୍କୁ ମାନେ ଏଇ ଭିଡ଼ିଓଟି ଛାଡ଼ିଥିଲି, ବହୁତ ସାରା ଲୋକ ସେ ଭିଡ଼ିଓକୁ ଦେଖିଛନ୍ତି, କମେଣ୍ଟ କରିଛନ୍ତି, ଲାଇକ୍ ବି ମଧ୍ୟ କରିଛନ୍ତି। ତେଣୁକରି ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି ଭିଡ଼ିଓକୁ ପ୍ରତ୍ୟେକ ମାନେ ଅଧିକ ମାତ୍ରାରେ ଭଲ ପାଇଥିବାରୁ। ତ ଦେଖନ୍ତୁ ଏହା ସହିତ ମୁଁ ମାନେ କ'ଣ ୟୁନିଟ୍ 1ର ଆଉ କ'ଣ ସବୁ ମାନେ ସିଲେକ୍ସନ୍ କୋଶ୍ଚିନ୍ ଆସିବ ତାହା ମୁଁ ଆଜି ଡିସ୍କସନ୍ କରିବି। ତ ଦେଖନ୍ତୁ ୟାର ଯଦି ଯେଉଁମାନେ ଭିଡ଼ିଓ ପାଇନାହାନ୍ତି ତାହେଲେ ମୁଁ ଭିଡ଼ିଓ ତାର ଡେସ୍କ୍ରିପ୍ସନ୍ ତଳେ ତାର ଲିଙ୍କ୍ ଦେଇଦେବି, ଆପଣ ଯାଇକି ଦେଖିପାରିବେ। ଭାଷାର ସଂଜ୍ଞା ଲେଖି ଏହାର ସ୍ୱରୂପ ଲେଖ, ମୁଁ ଏହାର ଆଲୋଚନା କରିସାରିଛି। ଆଉ ଗୋଟେ କୋଶ୍ଚିନ୍ ଆସେ ଲଙ୍ଗ୍ କୋଶ୍ଚିନ୍, ଯେଉଁଟାକି ଭାଷାର ବିବାହୀକରଣ ଆଲୋଚନା କର। ତାହିର ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ 5 ମାର୍କର ଆସେ, କିମ୍ବା ଲଙ୍ଗ୍ କୋଶ୍ଚିନ୍ ଆସିଲେ ଆପଣମାନେ ଲେଖିପାରିବେ। ତ ଚାଲନ୍ତୁ ଆମେ ଭାଷାର ବିଭାଗୀକରଣ କ'ଣ କ'ଣ ଅଛି ଆମେ ଡିସ୍କସନ୍ କରିବା। ତ ଚାଲନ୍ତୁ ଆମେ ଡିସ୍କସନ୍ କରିବା। ଦେଖନ୍ତୁ ୟୁନିଟ୍ 1ର ଆପଣଙ୍କର ପ୍ରଶ୍ନ ଲଙ୍ଗ୍ କୋଶ୍ଚିନ୍ ଆସେ, ଯେଉଁଟାକି ଭାଷାର ସଂଜ୍ଞା ଲେଖି ତା'ର ସ୍ୱରୂପ ଆଲୋଚନା କର, କିମ୍ବା ଭାଷାର ବିବାହୀକରଣ ଆଲୋଚନା କର। ଆଉ ଗୋଟେ ଲଙ୍ଗ୍ କୋଶ୍ଚିନ୍ ଆସେ ଭାଷାର ଉତ୍ପତ୍ତି କେମିତି ହୋଇଛି ତା'ର ଆଲୋଚନା କର। ତ ଦେଖନ୍ତୁ ମୁଁ ପ୍ରଥମେ କହୁଛି ଆପଣଙ୍କର ଭାଷାର ସଂଜ୍ଞା ସ୍ୱରୂପ ଆପଣଙ୍କୁ ଆଲୋଚନା କରିସାରିଛି, ସେ ଭିଡ଼ିଓ ଦେଖିଦେବେ। ଆଜି ଆମେ ଭାଷାର ବିବାହୀକରଣ ଡିସ୍କସନ୍ କରିବା, ଯେଉଁଟାକି ବହୁତ ଇମ୍ପୋର୍ଟାଣ୍ଟ ଆସିବ। ଆପଣଙ୍କର ଲଙ୍ଗ୍ କୋଶ୍ଚିନ୍ ମଧ୍ୟ ଆସେ, ତା'ର ସହିତ ସର୍ଟ କୋଶ୍ଚିନ୍ ମଧ୍ୟ ଆସିଲେ ଆପଣମାନେ ଲେଖିପାରିବେ। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ପ୍ରଥମେ ଲେଖିବେ ମୂଳ ଭାଷା। ହେଲା, ମୂଳ ଭାଷା କ'ଣ ଆପଣଙ୍କର ମାନେ ଯଦି ଚିହ୍ନି ପାରୁନାହାନ୍ତି ତାହେଲେ ମୁଁ ଆପଣଙ୍କୁ କହୁଛି, ସେ ଅନୁସାରେ ଆପଣମାନେ ଲେଖି ନିଅନ୍ତୁ। ଦେଖନ୍ତୁ ମୂଳ ଭାଷା କାହାକୁ କୁହାଯାଏ? ଯେଉଁ ଭାଷା ବୃହତ୍ ଭାଷାରୁ ବହୁ ଶାଖା ପ୍ରସାର ଭାଷା ସୃଷ୍ଟି ହୋଇଥାଏ ତାହାକୁ ମୂଳ ଭାଷା କୁହାଯାଏ। ତ ଉଦାହରଣ ସହିତ ନେବା, ଇଣ୍ଡୋ ୟୁରୋପୀୟ ଭାଷା ହେଉଛି ଗୋଟେ ମୂଳ ଭାଷା, ଏବଂ ଆର୍ଯ୍ୟ ଭାଷା ଆର୍ଯ୍ୟ ଶାଖକୁ ମଧ୍ୟ ମୂଳ ଭାଷା କୁହାଯାଏ। ଦେଖନ୍ତୁ ମୁଁ ପ୍ରଥମେ କହୁଛି, ଆପଣମାନେ ବୁଝନ୍ତୁ, ବୁଝିପାରିଲେ? ଯେଉଁଟା ବି ଆପଣ ବୁଝିନାହାନ୍ତି ତାହେଲେ ଆପଣ ଲେଖିପାରିବେନି। ପ୍ରଥମେ ଆପଣ କନସେପ୍ଟ କ୍ଲିୟର ହୁଅନ୍ତୁ, ତାପରେ ଯାଇ ଆପଣ ଯାହା ବି କୋଶ୍ଚିନ୍ ଆସିବ ଆପଣ ଲେଖିପାରିବେ। ହେଲା, ତ ଦେଖନ୍ତୁ ଏଇଠି କ'ଣ କହୁଛି, ମୂଳ ଭାଷା କାହାକୁ କୁହାଯାଏ? ଯେଉଁ ଭାଷା ଆପଣମାନେ ଭିଡ଼ିଓକୁ ଲାଷ୍ଟ ଦେଖନ୍ତୁ, ମୁଁ ଆପଣଙ୍କୁ ବୁଝେଇକି ଆପଣଙ୍କୁ ଡିସ୍କସନ୍ କରିବି, ଯାହାଫଳରେ ଆପଣଙ୍କ ଭିଡ଼ିଓ ଲଙ୍ଗ୍ ହେଇପାରେ, କିନ୍ତୁ ଆପଣମାନେ ବୁଝିଲେ ଆପଣମାନେ କୋଶ୍ଚିନ୍ ଆନ୍ସର୍ ବୁଝିଲେ ଆପଣମାନେ ଲେଖିପାରିବେ, ନହେଲେ ଲେଖିପାରିବେନି ଏକ୍ଜାମ୍ରେ। ତ ଦେଖ, ଯେଉଁ ଭାଷା ବୃହତ୍ ଭାଷାକୁ ବହୁ ଶାଖା ପ୍ରସାର ଭାଷା ସୃଷ୍ଟି ହୋଇ ତାହାକୁ ମୂଳ ଭାଷା କୁହାଯାଏ। ମୋଟାମୋଟି ଭାବରେ ଦେଖନ୍ତୁ, ଯେଉଁ ଭାଷା ବୃହତ୍ ଭାଷାରୁ ମାନେ ଗୋଟିଏ ଭାଷା ହେଉଛି ବଡ଼, ସେଇ ଭାଷାରୁ ମାନେ ଦେଖ ଆମେ କ'ଣ ଓଡ଼ିଆ ଭାଷା ପ୍ରପର୍ ଓଡ଼ିଆରୁ ଆମେ ତ ଗୋଟିଏ ଭାଷା ମାନେ କହୁନୁ ନା। ମନେକର ଗୋଟିଏ ମାନେ ଜାଗାକୁ ଗଲେ ସେଇଠିରୁ ଆଉ ଗୋଟେ ଭାଷା ଚେଞ୍ଜ ହେଉଛି। ହେଲା, ମାନେ ଏଇ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଗଲେ ଭାଷା ଚେଞ୍ଜ ହେଉଛି। ଏହାକୁ ଆମେ ବୁଝନ୍ତୁ ମୋଟାମୋଟି ଭାବରେ ଗୋଟିଏ ଭାଷାରୁ ମାନେ ଯେଉଁ ଭାଷା ମୂଳ ଭାଷାରୁ ବହୁ ଶାଖା ପ୍ରସାର ଭାଷା ସୃଷ୍ଟି ହୋଇଥାଏ ତାହାକୁ ମୂଳ ଭାଷା କୁହାଯାଏ। ମୂଳ ଭାଷା କାହାକୁ କୁହାଯାଏ? ଯେଉଁଟାକି ବଡ଼ ହୋଇଥିବ ତାକୁ ମୂଳ ଭାଷା କୁହାଯାଏ, ଆଉ ଯେଉଁଟା ଶାଖା କୁହାଯାଏ ତାକୁ ଉପଭାଷା ବୋଲି କୁହାଯାଏ। ତ ଉଦାହରଣ ନେବା, ତାହେଲେ ମୂଳ ଭାଷା କ'ଣ ହୋଇପାରେ? ଇଣ୍ଡୋ ୟୁରୋପୀୟ ଭାଷା ହେଉଛି ଗୋଟେ ମୂଳ ଭାଷା ବୋଲି ଆପଣ ଉଦାହରଣ ଦେଇପାରିବେ। ଆର୍ଯ୍ୟ ଭାଷାକୁ ମଧ୍ୟ ମୂଳ ଭାଷା କୁହାଯାଏ ବୋଲି ଗୋଟେ ଉଦାହରଣ ନେଇପାରିବେ। ତ କାଲକ୍ରମ ଏହି ଭାଷାକୁ ସଂସ୍କୃତ, ପାଲି, ପ୍ରାକୃତ ଅପଭ୍ରଂଶ ଭାଷାରୁ ସୃଷ୍ଟି ହୋଇଛି ବୋଲି ଆମେ ଜାଣିଲେ। ତ ଏହାଟା ଆପଣ ବୁଝିପାରିଥିବେ ମୂଳ ଭାଷା କାହାକୁ କୁହାଯାଏ, ବୁଝିପାରିଥିବେ। ଦେନ୍ ଦେଖନ୍ତୁ ମାନକ ଭାଷା। ଆଉ ଏଇଟା ମନେ ରଖନ୍ତୁ, ମାନକ ଭାଷାର ଅନ୍ୟ ନାମ ହେଉଛି ପ୍ରାମାଣିକ ଭାଷା। କୋଶ୍ଚିନ୍ ଗୋଟିଏ ପକାଏ, ମାନକ ଭାଷା ପକାଏ, ଆଇଦର ସେ ପ୍ରାମାଣିକ ଭାଷା ମଧ୍ୟ ପକାଏ। ଯାହା ବି କୋଶ୍ଚିନ୍ ପକାଉଛି ଆପଣମାନେ ଆନ୍ସର୍ ଗୋଟିଏ ଲେଖିବେ, ବୁଝିପାରିଲେ? ତ ଦେଖନ୍ତୁ ମାନକ ଭାଷା କାହାକୁ କୁହାଯାଏ? ଲଙ୍ଗ୍ କୋଶ୍ଚିନ୍ ଆସିବ, ଲଙ୍ଗ୍ କୋଶ୍ଚିନ୍ ଗ୍ୟାରେଣ୍ଟି ଆସିବ। ଏହାର ମାନେ ଭାଷାର ବିଭାଗୀକରଣ ଆଲୋଚନା କର, କୋଶ୍ଚିନ୍ ଆସିବ, ଆପଣମାନେ ଲେଖିବେ। ତ ଦେଖନ୍ତୁ, ଯେତେବେଳେ ଗୋଟିଏ ଭାଷା ମାର୍ଜିତ, ରୁଚିପୂର୍ଣ୍ଣ ଓ ସମୃଦ୍ଧ ଭାଷାରେ ପରିଣତ ହୁଏ ତାହାକୁ ପ୍ରାମାଣିକ ଭାଷା କୁହାଯାଏ। କିମ୍ବା ଆଉ ଯଦି ସରଳ ଭାଷାରେ କହିବା, ଯେତେବେଳେ ଆମେ ସ୍କୁଲ, କଲେଜ, କୋର୍ଟ କଚେରୀରେ ଆମେ ଯଦି କଥାବାର୍ତ୍ତା କରୁ, ଯେଉଁ ଲାଙ୍ଗୁଏଜରେ ଆମେ ଯେଉଁ ଭାଷା ଆମେ ବ୍ୟବହାର କରୁ ତାହାକୁ ଆମେ ମାନକ ଭାଷା କହିଥାଉ। ତ ପ୍ରାମାଣିକ ଭାଷାର ମାନ୍ୟତା ଦିଆଯାଏ। ଏହି ଭାଷାକୁ ସାହିତ୍ୟ ଭାଷା ବୋଲି କୁହାଯାଏ। ଏହି ଭାଷାକୁ ଶାସନ କାଳର ଭାଷା ମଧ୍ୟ କୁହାଯାଏ। ଶିକ୍ଷା ମାଧ୍ୟମରେ ଭାଷା ଭାବରେ ଗ୍ରହଣ କରାଯାଏ। ତ ଏହି ଭାଷାର ଦୁଇଟି ରୂପ ହେଉଛି କଥିତ ଏବଂ ଲିଖିତ ରହିଥାଏ। ଏଭଳିଆ ଉଦାହରଣ ମଧ୍ୟ ଦେଇପାରିବେ। ଏବଂ ଅତିବଡ଼ି ଜଗନ୍ନାଥ ଦାସଙ୍କ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତରେ ଭାଷାକୁ ପ୍ରାମାଣିକ ଭାଷା ବା ମାନକ ଭାଷାର ସ୍ୱୀକୃତି ମିଳିଛି। ତ ବୁଝିପାରିଲେ? ପ୍ରାୟତଃ ଉପକୂଳ ଓଡ଼ିଶାରେ କ'ଣ କଟକ, ଖୋର୍ଦ୍ଧାରେ, ଯେଉଁଟାକି ପିଓର ଓଡ଼ିଆ କହନ୍ତି, କଟକ, ଖୋର୍ଦ୍ଧା, ପୁରୀରେ ଭାଷାକୁ ମାନକ ଭାଷା ବୋଲି ଆମେ ଗ୍ରହଣ କରିଥାଉ। ଏଭଳିଆ ଉଦାହରଣ ଦେବେ। ତ ପ୍ରଥମେ କନସେପ୍ଟ କ୍ଲିୟର ହୁଅନ୍ତୁ, ମାନକ ଭାଷା କାହାକୁ କୁହାଯାଏ? ଯେଉଁ ଭାଷାକୁ ଆମେ କ'ଣ ମାନେ ପିଓର ଓଡ଼ିଆରେ କୋର୍ଟ କଚେରୀ ସ୍କୁଲରେ ଆମେ ଯେଉଁ କଥାବାର୍ତ୍ତା କରୁଛୁ ପିଓର ଓଡ଼ିଆରେ, ମାନେ ଓଡ଼ିଆରେ କଥାବାର୍ତ୍ତା କରୁଛୁ ସାର୍ମାନଙ୍କ ସହିତ, ତାହାକୁ ତ ଆମେ ମାନକ ଭାଷା ବୋଲି କହିଥାଉ। ତ ଆପଣମାନେ ବୁଝିପାରିଥିବେ ମାନକ ଭାଷା କାହାକୁ କୁହାଯାଏ ବା ପ୍ରାମାଣିକ ଭାଷା କାହାକୁ କୁହାଯାଏ। ହେଲା, ଟିକେ ରୁହନ୍ତୁ, ସରି ଟିକେ ରହିବେ, ଟିକେ 1 ମିନିଟ୍। ହଁ ଦେଖ,
तो यहाँ बुझीपारे मानक भाषा क्या कहुए देन देखो आउ गोटे रहा 3 नंबर राष्ट्रभाषा है सर्ट क्वेश्चन आसे सर्ट क्वेश्चन आसे लिखे गोटे लंग क्वेश्चन घोषी माने घोषी देते सर्ट क्वेश्चन आसे लिखिपारे प्रथम मुझे कनसेप्ट क्लियर हूँ तापर जाकि लिखिपारे राष्ट्रभाषा देख गोटे राष्ट्र सर्वाधिक लोकों द्वारा जो भाषा कथित हुए ताकू आम राष्ट्रभाषा कहुए बुझीपारे गोटे वर्ड मन रखु राष्ट्रभाषा क्या कहुए गोटे राष्ट्र जो समस्त है सर्वाधिक जिते भी लोक अच्छा समस्त जो कथा जो कथित हुए बा जो कथबार्ता करते आम राष्ट्रभाषा कहुए तो इंग्राजी में कहुए नेशनल लैंग्वेज इज ए लैंग्वेज स्पोकन बाय द लार्ज पर्सन ऑफ द इनहाबिटेट्स ऑफ नेशन है तो आप मैंने लिखिले लिखे इंग्लीश रे ना ना प्रथम आप कनफर्म करूँ राष्ट्रभाषा क्या कहुए ये तो जस्ट लिखे ताहले आराम से हो तो जाति निर्माण संहिता स्थापन मैत्री स्थापन दृष्टि राष्ट्रभाषा नाम एक साधारण भाषार आवश्यकता रही तो भारत राष्ट्रभाषा हूँ हिंदी है आल्बानियान राष्ट्रभाषा हूँ आल्बानियान आलजेरिया राष्ट्रभाषा हूँ आरबिक बांग्लादेश बंगाली है ये उदाहरण देले बहुत बढ़िया कथा नेक्स्ट देखो आउ गोटे रहा राजभाषा राजभाषा क्या कहुए जो भाषा सरकार शासन और शिक्षा व्यवस्थार भाषा सरकारी कागजपत्र भाषा हुए ताकू राजभाषा कहुए यहाँ सरकारी भाषा कहुए है प्रथम आज ही मैंने क्लास टी करी जोटा कि सिलेक्शन क्वेश्चन यहाँ क्वेश्चन आसे सर्ट क्वेश्चन 2 मार्क लंग क्वेश्चन जब आसूचे ताहले समस्त भाषा विभागीकरण जतोटी भाषा होचे हम लिखिबे लंग क्वेश्चन रे है या बुझीपारे जो भाषा सरकार है सरकार जो शासन और शिक्षा व्यवस्थार भाषा हुए सरकार कागजपत्र भाषा हुए ताकू आम राजभाषा बोली कही था यहाँ सरकारी माध्यम भाषा कहुए है तो भारत में 22 गोटी केते गोटी 22 गोटी भाषा को राजभाषार मान्यता मिली जो आसाम बंगला यहाँ जदि सब मन रखिए ताहले लिखे बंगला हाँ बड़ डगरी गुजराती है हिंदी कन्नड़ा काश्मीर कोंकणी मैथिली मलयालम मणिपुर मराठी नेपाली ओडिया पंजाब संस्कृत सांताली सिंधी तमिल तेलुगु उर्दू सब कौन 22 गोटी भाषा को स्वीकृति मिली है लिखे ताहले भल कथा प्रथम कनसेप्ट तो क्लीयर हो कौन माने भाषा मानक भाषा क्या कहुए उपभाषा क्या कहुए है ताहा प्रथम मन रखिए तो भारतर राजभाषा हिंदी है आउ कौन इंग्राजी देन कानाडार सरकारी भाषा हूँ इंग्राजी बा फ्रेंच तो परवर्ती जावा 5 नंबर उपभाषा है ये देखो उपभाषा गोटे उपभाषा गोटे रनफ्यूज हेनी जहाँ भी क्वेश्चन आसूँ सठिक आंसर लिखे तो प्रथम देखो उपभाषा क्या कहुए निर्दिष्ट भौगोलिक अंचल ये क्वेश्चन बहुत इंपोर्टेंट क्वेश्चन आसाला निर्दिष्ट भौगोलिक अंचल में बसवास कर लोक मध्य जो कथित भाषार व्यवहार कराए ताकू उपभाषा कहुए देखो निर्दिष्ट भौगोलिक माने छोट छोट गाँव में बुझे छोट छोट गौली माने गौली गाँ जो माने पहाड़ अंचल जो मैंने रोच अंचल जो भाषाटा माने व्यवहार करें उपभाषा कही था तो ये कहुच्छी भौगोलिक अंचल बसवास कर लोक मध्य जो भाषा व्यवहार कराए ताकू उपभाषा कहुए यार इंग्राजी में प्रति शब्द डायलेक्ट बोली कहुए मोस्ट इम्पोर्टेंट रोचे यार उदाहरण देखो उपभाषा को किए कौन कहते यहाँ मन रखिए डॉक्टर सुकुमार सेन कहते या उपभाषा बोली कहते हैं किए डॉक्टर सुकुमार सेन या उपभाषा बोली कही एवं डॉक्टर श्याम सुंदर या विभाषा बोली कहते हैं श्याम सुंदर विभाषा बोली ग्रहण करते एवं डॉक्टर भोलानाथ तिवारी या कौन बोली बोली ग्रहण करते ये तीनोटी मन रखु कौन किए किए माने मत देते क्वेश्चन आसे डॉक्टर सुकुमार सेन कौन उपभाषा बोली कहते एवं डॉक्टर श्याम सुंदर विभाषा बोली कहते एवं डॉक्टर भोलानाथ तिवारी बोली बोली से ग्रहण करते उपभाषा को है यहाँ मन रखु नहीं तो इंग्राजी रे या डायलेक्ट इज जो इंग्राजी रे लिखे ताहले ठीक कथा छाड़ी दिंतु डायलेक्ट इज ए वेरिएशन ऑफ द स्टैंडर्ड लैंग्वेज स्पोकन बाय ए ग्रुप ऑफ पीपल तो यहाँ कहुई तो उपभाषा बुझीपारे परवर्ती देखो वैषयिक भाषा वैषयिक भाषा क्या कहुए देख वीडियो टू लास्ट तो देखो आमको बहुत इंपोर्टेंट क्वेश्चन डिस्कसन कराऊँ आई आमको 2 मार्क पाइपर 5 मार्क पाइपर सहित लंग क्वेश्चन 8 मार्क पाइपर क्वेश्चन तो ग्यारंटी आसे प्रत्येक यूनिट्र मुझे सिलेक्शन क्वेश्चन देदेवी है आज के 24 है मैंने 26-27 रोचे ना आज काली भितर आमको टोटालीटा सिलेक्शन देदेवी आप मैंने जाकि आराम से देपारे देख यहाँ वैषयिक भाषा क्या कहुए विगत शताब्दी विज्ञान तथा वैषयिक ज्ञान कौशल अद्भुत विकास घटी जेपरी इंजीनियरिंग डाक्टर आईटी कृषि विज्ञान चाहिदा बढ़ी सेहीपरि रासायनिक विज्ञान प्राणी विज्ञान पदार्थ विज्ञान उद्भिद विज्ञान प्रसार घटी तो तापर देखा यही सब वैषयिक विज्ञान विमर्श करने वैषयिक भाषा व्यवहार कराए
ଯଥା ଇମେଲ୍, ଲାପଟପ୍, ଫେସବୁକ୍, ହ୍ୱାଟ୍ସଆପ୍, ଇଲେକ୍ଟ୍ରୋନିକ୍, କେମିକାଲ, ଇଞ୍ଜିନିୟରିଂ, ମେଡ଼ିସିନ୍, ପ୍ୟାଥୋଲୋଜି ଭଳି କେତେକ ଶବ୍ଦକୁ ଆମେ ବ୍ୟବହାର କରି ଏହାକୁ ବ୍ୟବହୃତ କରିଥାଉ। ତ ଏହା ଗଲା ଆମର କ'ଣ ବୈଷୟିକ ମାନେ କ'ଣ ଯେପରି ଦେଖ ITI କୃଷି ବିଜ୍ଞାନ ଯେଉଁ ଚାହିଦା ମାନେ ବଢ଼ୁଛି ହେଲା ଚାହିଦା ଯେଉଁ ସେହିପରି ରାସାୟନିକ ବିଜ୍ଞାନର ଯେଉଁ ପ୍ରାଣୀମାନଙ୍କର ପଦାର୍ଥ ମଧ୍ୟ ସେଇଭଳି ଭାବରେ ବଢ଼ୁଛି। ତ ଏହାର ଗୋଟେ ଆପଣ ଲେଖିଦେବେ ବୁଝିପାରିଲେ। ତ ଏଇଟା ବୁଝିପାରିଥିବେ। ନେକ୍ସଟ ଦେଖନ୍ତୁ ଅପଭାଷା ସେଇଟା ଗଲା ଉପଭାଷା ଗଲା ଏଇଟା ଆପଣଙ୍କର ଅପଭାଷା। ତ ଅପଭାଷା କ'ଣ ଦେଖିବା ଅପଭାଷାକୁ ଦୁଇଟି ଅର୍ଥରେ ଗ୍ରହଣ କରାଯାଏ ଗୋଟିଏ ବିକୃତି ଭାଷା ଏବଂ ଅନ୍ୟଟି ହେଉଛି ଅଶ୍ଳୀଳ ଭାଷା ହେଲା। ଲଙ୍ଗ କ୍ୱେଶ୍ଚିନ୍ ଗ୍ୟାରେଣ୍ଟି ଆସେ ଭାଷାରେ ବିଭାଗୀକରଣ ଆଲୋଚନା କର କହିଲେ ଆପଣ ଟୋଟାଲିଟା ବିଭାଗୀକରଣ ଲେଖିଦେବେ। ତ ଦେଖନ୍ତୁ ତ ଏହା ଦୁଇଟି ଅର୍ଥରେ ବିଭକ୍ତ କରାଗଲା ଅପଭାଷାକୁ ଗୋଟିଏ ହେଲା ଅଶ୍ଳୀଳ ଗୋଟିଏ ହେଲା ଅଶ୍ଳୀଳ ଆଉ ଗୋଟେ ହେଲା ବିକୃତି। ପ୍ରଥମେ ଜାଣିଛ ବିକୃତି ଭାଷା କାହାକୁ କୁହାଯାଏ ଗୋଟିଏ ଭାଷା ସମ୍ପ୍ରଦାୟର ବ୍ୟକ୍ତି ଯଦି ଅନ୍ୟ ଭାଷାକୁ ସମ୍ପୂର୍ଣ୍ଣ ଭାବରେ ନ ଶିଖି ବ୍ୟବହାର କରେ ବା ଉଚ୍ଚାରଣ କରେ ତେବେ ତ୍ରୁଟି ବା ବିକୃତ ରହିଥାଏ ସେହି ତ୍ରୁଟି ବା ବିକୃତ ଭାଷାକୁ ଅପଭାଷା କୁହାଯାଏ। ଅନ୍ୟ ଅର୍ଥରେ ଅଶ୍ଳିଷ୍ଟ ବା ଅଶ୍ଳୀଳ ଭାଷା ଯଦି ବ୍ୟକ୍ତି ଅଶିଷ୍ଟ ବା ଅସଭ୍ୟ ଭାଷା ପ୍ରୟୋଗ କରେ ତେବେ ତାକୁ ମଧ୍ୟ ଅପଭାଷା ମଧ୍ୟ କୁହାଯାଏ। ତ ଏଇଠି ମାନଙ୍କୁ ସକାଳେ ଯେଉଁମାନେ ମାନେ ମୋ ଭିଡ଼ିଓରେ ଦେଖିଛନ୍ତି ଏଇ ଭିଡ଼ିଓଟି ମୁଁ ବଢ଼ିଆ କି ମୁଁ ଆମକୁ ବୁଝେଇ ଦେଇଛି ଆପଣମାନେ ସେପଟେ ଦେଖିଲେ ଏଇ ଭିଡ଼ିଓ ମଧ୍ୟ ବୁଝିପାରିବେ ମାନେ ଏଇ ପଏଣ୍ଟଟାକୁ ବୁଝିପାରିଲେ ଅପଭାଷା କାହାକୁ କୁହାଯାଏ। ତ ଚାଲନ୍ତୁ ନେକ୍ସଟ ସଂକର ଭାଷା ବହୁତ ଇମ୍ପୋର୍ଟାଣ୍ଟ ଦେଖନ୍ତୁ 8 ନମ୍ବର ଆସୁଛି ଆଉ ଗୋଟେ ଭାଷା ବିଭାଗର ସଂକର ଭାଷା। ତ ଦେଖନ୍ତୁ ଯେତେବେଳେ ଦୁଇ ବା ତତୋଧିକ ଭାଷା କୌଣସି କାର୍ଯ୍ୟ ସମ୍ପାଦନ ଲକ୍ଷ୍ୟରେ ସ୍ଥାୟୀ ଭାବରେ ମିଳିତ ହୋଇଥାନ୍ତି ତାହାକୁ ସଂକର ଭାଷା କୁହାଯାଏ। ତ ଏଇଟା ଦେଖନ୍ତୁ ବୁଝିପାରିଲେ ଯୋଉଟା ମିଶିକି ଯୋଉଟା ରୁହନ୍ତି ତାକୁ ସଂକର ଭାଷା କୁହାଯାଏ। ମୁଁ ଆମକୁ ଏଇଟା ମଧ୍ୟ ବୁଝେଇଛି ଉଦାହରଣ ଦେବ ପିଜିନ୍ ଇଂରାଜୀ, ମରିସସ୍ ଓକ୍ରେଲ, ଚିନୁକ୍ ମିଶ୍ର ଭାଷା ଉଦାହରଣ ଯଦି ଆସିବ ଏକ୍ଜାମରେ ଲେଖିବେ ବୁଝିପାରିଲେ ସଂକର ଭାଷାର ଉଦାହରଣ ଦିଅ କୋଶ୍ଚିନ୍ ଆସିଲେ ଆପଣ ଲେଖିବେ। ପରବର୍ତ୍ତୀ ଦେଖନ୍ତୁ କୃତ୍ରିମ ଭାଷା ଆଉ ଟିକେ ରହିଲା ଆପଣ ଭିଡ଼ିଓକୁ ଲାଷ୍ଟକୁ ଦେଖନ୍ତୁ ବହୁତ ଇମ୍ପୋର୍ଟାଣ୍ଟ କୃତ୍ରିମ ଭାଷା ବହୁତ ଇମ୍ପୋର୍ଟାଣ୍ଟ। କୃତ୍ରିମ ଭାଷାକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି ଯେଉଁଟାକି ଗୁପ୍ତ ଭାଷା ଆଉ ଗୋଟେ ସାମାନ୍ୟ ଭାଷା କୋଶ୍ଚିନ୍ ଆସେ ଏଇଟା ପ୍ରିଭିୟସ୍ ଇୟର୍ରେ ଆସିଥିଲା ହେଲା ସର୍ଟ କୋଶ୍ଚିନ୍ ମଧ୍ୟ ଆସେ। କିନ୍ତୁ ପ୍ରଥମେ ଜାଣିବା ଗୁପ୍ତ ଭାଷା କ'ଣ ଗୁପ୍ତ ମାନେ ଜାଣିଛନ୍ତି ଯେଉଁଟାକି ଲୁଚେଇକି ବୁଝିପାରିଲେ। ତ ବ୍ୟକ୍ତି ନିଜର ଇପ୍ସିତା ବ୍ୟକ୍ତିର ବୋଧଗମ୍ୟ ନିମନ୍ତେ ଏହି ଭାଷାକୁ ବ୍ୟବହାର କରାଯାଏ ହେଲା ଏହି ଭାଷାକୁ ବ୍ୟବହାର କରାଯାଏ। ଏହି ଭାଷାକୁ ବକ୍ତା କେବଳ ନିର୍ଦ୍ଦିଷ୍ଟ ଶ୍ରୋତାମାନଙ୍କ ଉଦ୍ଦେଶ୍ୟରେ କହିଥାଏ କେବଳ ସେ ନିର୍ଦ୍ଦିଷ୍ଟ ଶ୍ରୋତା ହିଁ ବୁଝିପାରେ ଏହାକୁ ସମସ୍ତଙ୍କ ବୋଧଗମ୍ୟ ହୋଇପାରେ ନାହିଁ। ତ ଏହା ବୁଝିପାରିଲେ ଯେଉଁଟାକି ଗୁପ୍ତ ଭାଷା। ତ ଏହା କୁହାଯାଏ ବ୍ୟକ୍ତି ନିଜର ଇପ୍ସିତ ବ୍ୟକ୍ତିର ବୋଧଗମ୍ୟ ନିମନ୍ତେ ମାନେ ବୁଝିବା ନିମନ୍ତେ ଏହି ଭାଷା ବ୍ୟବହାର କରାଯାଏ ହେଲା ଏହି ଭାଷା ବ୍ୟବହାର କରାଯାଇଥାଏ। ଏହି ଭାଷାକୁ ବକ୍ତା କେବଳ ନିର୍ଦ୍ଦିଷ୍ଟ ଶ୍ରୋତାମାନଙ୍କ ଉଦ୍ଦେଶ୍ୟରେ କହିଥାଏ କେବଳ ନିର୍ଦ୍ଦିଷ୍ଟ ମାନେ ଜଣଙ୍କୁ ହିଁ କହିଥାଏ ହେଲା କାହାକୁ କହିବନି। ତ କେବଳ ସେ ନିର୍ଦ୍ଦିଷ୍ଟ ଶ୍ରୋତା ହିଁ ବୁଝିପାରେ ଏହାକୁ ସମସ୍ତଙ୍କ ବୋଧଗମ୍ୟ ହୋଇପାରେ ନାହିଁ ସମସ୍ତେ ଏହା ବୁଝିପାରନ୍ତି ନାହିଁ ତାହାକୁ ଆମେ ଗୁପ୍ତ ଭାଷା ବୋଲି କହିଥାଉ ହେଲା। ସରଳ ଭାଷାରେ ଲେଖା ହେଇଛି ଆପଣ ବୁଝିପାରୁଥିବେ। ତ ଦେଖନ୍ତୁ ଯେପରିକି ଆମେ ଜାଣିବା ଦେଖନ୍ତୁ ତାର ଉଦାହରଣ ମଧ୍ୟ ଦେବେ ତାହେଲେ ବହୁତ ବଢ଼ିଆ ହେବ। ପ୍ରେମିକଟି ପ୍ରେମିକା ଉଦ୍ଦେଶ୍ୟରେ ହେଲା ପ୍ରେମିକ ତା ପ୍ରେମିକକୁ ହିଁ କହିବ ଅନ୍ୟ କାହାକୁ କହିବନି ତାର ଉଦାହରଣ। ଚୋରିଟି ତାର ଚୋରଧାରୀମାନଙ୍କୁ ଯଦି ଜଣଙ୍କ ସହିତ ଚୋରିଛ ସେ ଚୋରମାନଙ୍କୁ ହିଁ ସେ କଥାଟା କହିଥାଏ ଅନ୍ୟ କାହାକୁ କହିବନି। ମୁଁ ଚୋରିଛି ନିଜେ ତମେ ଚୋରିଛ ତାହେଲେ ଅନ୍ୟ କାହାକୁ କହିବକୁ ମୁଁ ଚୋରିଛି ବୋଲି କହିବେନି ନା ତାହାକୁ ତ କହିବା ଗୁପ୍ତ। 3 ନମ୍ବର ଦେଖନ୍ତୁ ଲାଞ୍ଚଖୋର ଅଧିକାରୀ ତାର ଗ୍ରାହକମାନଙ୍କ ଉଦ୍ଦେଶ୍ୟରେ ଏହା ଆପଣ ଉଦାହରଣ ଦେଇପାରିବେ ଏହି ଭାଷା ପ୍ରୟୋଗ କରାଯାଇଥାଏ ହେଲା। ତ ଦେଖନ୍ତୁ ତାର ଉଦାହରଣ ଏତିକି ଥାଉ ଏତେ ଲେଖିଲେ ମାନେ କାଫି। ତା ମଧ୍ୟ ସାମାନ୍ୟ ଭାଷା ହେଲା ସାମାନ୍ୟ ଭାଷା କ'ଣ ଦେଖ ଏହାକୁ ବିଦେଶୀ ଭାଷାବିତ୍ ମାନଙ୍କ ଦ୍ୱାରା ସାମାନ୍ୟ କୃତ୍ରିମ ଭାଷା ଆବିଷ୍କାର କରାଯାଇଛି। କେତୋଟି ସାମାନ୍ୟ କୃତ୍ରିମ ଭାଷା ଦେଖନ୍ତୁ ଏସ୍ପାରେଣ୍ଟୋ ହେଲା ଏସ୍ପାରେଣ୍ଟୋ ଇଣ୍ଡୋଲିଙ୍ଗୋ ଇଡ଼ିୟମ୍ ନ୍ୟୁଟ୍ରାଲ ଇଡୋ ହେଲା ଏଇଟା ହେଉଛି ଆମର ଯେଉଁଟାକି ସାମାନ୍ୟ ଭାଷା। ତ ଏସ୍ପାରେଣ୍ଟୋ ଏଇଟା ହେଉଛି ଏକ ଜଣାଶୁଣା ସାଧାରଣତଃ କୃତ୍ରିମ ଭାଷା। ଏସ୍ପାରେଣ୍ଟୋ ସମ୍ପର୍କରେ କୁହାଯାଇଛି ଏସ୍ପାରେଣ୍ଟୋ ଇଜ୍ ଦ ଥିଓରିକାଲ ଲାଙ୍ଗୁଏଜ ୟୁଜ୍ ବାଇ ଦ ଅଲ୍ ପିପୁଲ ଅଲ୍ ଓଭର ଦ ୱାର୍ଲଡ। ଏହି ଭାଷାଟି ଆପଣଙ୍କୁ ମାନେ ଚିହ୍ନି ପାରୁନଥିବେ କିନ୍ତୁ ମୁଁ ଯାହା ବି କହୁଛି ଆପଣ ସେ ଅନୁସାରେ ଲେଖିଦେବେ ହେଲା। ଇଂରାଜୀ ଛାଡ଼ି ଦିଅନ୍ତୁ ଇଂରାଜୀରେ କିଛି ଲେଖିବାର ନାହିଁ ଖାଲି ଜଷ୍ଟ ଆପଣମାନେ ତାର କନସେପ୍ଟ କ୍ଲିୟର ହୁଅନ୍ତୁ। ସାମାନ୍ୟ ଭାଷା କାହାକୁ କୁହାଯାଏ ବିଦେଶୀ ଭାଷାମାନଙ୍କର ଦ୍ୱାରା ସାମାନ୍ୟ କୃତ୍ରିମ ଭାଷା ଆଜି ଆବିଷ୍କାର କରାଯାଇଛି କେତୋଟା ସାମାନ୍ୟ କୃତ୍ରିମ ଭାଷା ଏତିକି ଲେଖିଦେବେ ହେଲା 4ଟି। ତ ଦେଖନ୍ତୁ ପରବର୍ତ୍ତୀ ଯିବା ଆମେ ଲାଷ୍ଟ ରହୁଛି ଆମର 10 ନମ୍ବର ତାଲିକାଭୁକ୍ତ ଭାଷା ଏଇଟା ଆପଣଙ୍କର ଲାଷ୍ଟ ରହିବ ହେଲା। 10ଟି ପଏଣ୍ଟ ଲେଖିବେ ଲଙ୍ଗ କୋଶ୍ଚିନ୍ ଯଦି ଆସୁଛି 10ଟି ପଏଣ୍ଟ ଲେଖିବେ ଫୁଲ୍ ମାର୍କ ମିଳିବ ଆପଣଙ୍କର। ତ ତାଲିକାଭୁକ୍ତ ଭାଷା ତ ଭାରତୀୟ ସମ୍ବିଧାନର ଧାରା
344 ଏକ ଏବଂ 351 ଧାରାର ଅଷ୍ଟମ ସେଡ୍ୟୁଲ୍ ହେଲା। ଅଷ୍ଟମ ସେଡ୍ୟୁଲ୍ରେ ଭାରତର 22 ଗୋଟି ଭାଷାକୁ ଅନ୍ତର୍ଭୁକ୍ତ କରାଯାଇଛି। এই 22 ଗୋଟି ଭାଷା ହେଉଛି ଆସାମ, ବଙ୍ଗଳା, ବଡୋ, ଡୋଗରୀ, ଗୁଜୁରାଟ, ହିନ୍ଦୀ, କନ୍ନଡ଼, କାଶ୍ମୀର, କୋଙ୍କଣୀ, ମୈଥିଲି, ମାଲୟାଲମ, ମଣିପୁର, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତି, ସାନ୍ତାଳୀ, ସିନ୍ଧି, ତାମିଲ, ତେଲୁଗୁ ହେଲା। ଏଇ ଯାକ ଆପଣ ମନେ ରଖିବେ, ଲେଖିଦେବେ। ତ ଉର୍ଦ୍ଦୁ ଲାଷ୍ଟ ହେଉଛି ଉର୍ଦ୍ଦୁ। ତ ଉପରୋକ୍ତ 22 ଗୋଟି ଭାଷା ମଧ୍ୟରୁ ଉପରୋକ୍ତ 22 ଗୋଟି ଭାଷା ମଧ୍ୟରେ ମାତ୍ର କେତୋଟି 14 ଗୋଟି ଭାଷା ଭାରତ ସମ୍ବିଧାନ ଦ୍ୱାରା ସ୍ୱୀକୃତି ଲାଭ କରୁଛି। କୋଶ୍ଚିନ୍ ଆସିପାରେ 22 ଗୋଟି ଭାଷା ମଧ୍ୟରୁ କେତେ ଗୋଟି ଭାଷାକୁ ସ୍ୱୀକୃତି ଲାଭ ମିଳୁଛି? 14 ଗୋଟି ହେଲା। ତ ଏଇଟା ଲେଖିବେ 1967 ମସିହାରେ ସିନ୍ଧି ଭାଷାକୁ ସ୍ୱୀକୃତି ମିଳିଥିଲା। 1992 ମସିହାରେ କୋଙ୍କଣୀ, ମଣିପୁର, ନେପାଳୀ, 2004 ମସିହାରେ ବଡୋ, ଡୋଗରୀ, ମୈଥିଲି, ସାନ୍ତାଳୀ ଏଇସବୁ ଭାଷା ଭାରତରେ ସ୍ୱୀକୃତି ଲାଭ କରୁଛି, ମନେ ରଖିବେ ହେଲା। ତ ଦେଖନ୍ତୁ ଏହା ଥିଲା ଆମର ବହୁତ ଇମ୍ପୋର୍ଟାଣ୍ଟ ଯେଉଁଟାକି କୋଶ୍ଚିନ୍ ଯେଉଁଟାକି ୟୁନିଟ୍ 1ର କୋର୍ ପେପର୍ 1ର +3 ଫାଷ୍ଟ ସେମିଷ୍ଟାର ଯେଉଁମାନେ ଦେବେ। ତ ପ୍ରଥମେ ରହୁଛି ସିଲେକ୍ସନ୍ ଭାଷାର ସଂଜ୍ଞା ଲେଖି ତାର ସ୍ୱରୂପ ଆପଣଙ୍କୁ ତ ମୁଁ କହିଛି, ଆପଣମାନେ ଯାଇକି ଦେଖିଦେବେ, ଦେଖିନାହାନ୍ତି ତାହେଲେ ସେଇଟା ବହୁତ ଇମ୍ପୋର୍ଟାଣ୍ଟ। ଏବଂ ସେକେଣ୍ଡ ସିଲେକ୍ସନ୍ କୋଶ୍ଚିନ୍ ହେଉଛି ଭାଷାର ବିଭାଗୀକରଣ ହେଲା, ବହୁତ ଇମ୍ପୋର୍ଟାଣ୍ଟ। ଆଉ ଗୋଟେ କୋଶ୍ଚିନ୍ ରହିବ ଆପଣଙ୍କର ଭାଷାର ଉତ୍ପତ୍ତି କେମିତି ହୋଇଛି, ତାର ପ୍ରତ୍ୟେକଟି ଉତ୍ପତ୍ତି ମୁଁ ଆପଣଙ୍କୁ ଡିସ୍କସନ୍ କରେଇଛି। ଆଜି ସୁଦ୍ଧା ତାହାର ମଧ୍ୟ କେମିତି ଲେଖିବେ, କେମିତି ଆସିବ ମୁଁ ଆପଣଙ୍କୁ ଡିସ୍କସନ୍ କରିବି। ତ ଆଜି ପାଇଁ ଏତିକି ଥାଉ, ଭିଡ଼ିଓଟି ବହୁତ ଲେନ୍ଦି ହେଇଯାଉଛି, ଆପଣଙ୍କୁ ବହୁତ ମାନେ ବୋଧେ ଆପଣମାନେ ହଁ ଦେଖ। ତ ଆଜି ପାଇଁ ଏତିକି ଥାଉ, ଆଶା କରୁଛି ଆମକୁ କିଛି ମାତ୍ରାରେ ଭିଡ଼ିଓ ଭଲ ଲାଗିଥିବ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ନ ଆସିଥିଲେ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିକି ଯିବେ। ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଏଇଟା ଆପଣ ଡିସ୍କସ୍ କଲେ, ଲଙ୍ଗ୍ କୋଶ୍ଚିନ୍ଟି ହେଲା। ଘୋଷି ଦିଅନ୍ତୁ, ଏହାକୁ ମନେ ରଖନ୍ତୁ। ଧନ୍ୟବାଦ।